পড়িবা আমাকে। হে বিরাধি বীরবর ভোজ বংশর মহাময় মহারাজ হংস কুহন্তু কি উদ্দেশ্যরে রঙ্গ সভার আয়োজন করে হঠাৎ আহ্বানକୁ নিমন্ত্রণ କରିଛନ୍ତି? କୁହନ୍ତୁ। ଦେବକୀ ଏବଂ ବସୁଦେବର ବିବାହ ଥିଲା ରାଜଚୋଟକ। ସେଦିନ ଥିଲା ମାର୍ଗଶିର ମାସ ବିଛା ସଂକ୍ରାନ୍ତିର 10 ଦିନ ଭୋଗ। ତାପରେ ଭାବିଥିଲି ମନେ ଭୋଜବଂଶ ଏବଂ ଯଦୁବଂଶ ମଧ୍ୟରେ ବନ୍ଧୁତା ସ୍ଥାପନ କରିବା ପାଇଁ। ତାପରେ ହେଲା କଣ? ହେଲେ ତାହା ସତ୍ୟରେ ହେଲା ପରିଣତ। ଭକ୍ତି ଦେବକୀକୁ ସୁଦେବର ପୁତ୍ର ବସୁଦେବ ହସ୍ତରେ ନ୍ୟସ୍ତ କଲା ପରେ ତାପରେ ହେଲା କଣ? ପିତାଙ୍କ ଆଦେଶରେ ସୁସଜ୍ଜିତ ରଥ ଉପରେ ନେଇ ଯାଉଥିଲି ବସୁଦେବପୁରୀ। ତାପରେ ଏ ସମୟରେ ହେଲା ଶୂନ୍ୟବାଣୀ। କଣ ହେଲା ଶୂନ୍ୟବାଣୀ? କଂସ ଯେଉଁ ଦେବକୀ ଏବଂ ବସୁଦେବକୁ ସୁସଜ୍ଜିତ ରଥ ଉପରେ ନେଇ ଯାଉଅଛୁ ବସୁଦେବପୁରୀରେ ତାରି ଗର୍ଭର ଅଷ୍ଟମ ସନ୍ତାନ ହେବ ତୋର ମୃତ୍ୟୁର କାରଣ। ଏହା କଣ ସମ୍ଭବ? ଅସମ୍ଭବ ମହାରାଜ। ହେଲେ କୁହନ୍ତୁ। ଦୈବବାଣୀ ଶୁଣି ମନେ ଜାଗିଲା ଆଶଙ୍କା। କି ଆଶଙ୍କା ବୋଲେ ଦେବକୀ ଏବଂ ବସୁଦେବକୁ ଶୃଙ୍ଖଳିତ କରି ନିକ୍ଷେପ କରି ଅନ୍ଧକାର କାରା କୋଠରୀ ମଧ୍ୟରେ। ଆଚ୍ଛା ତାପରେ ହେ ରାଜନ୍ୟ ମଣ୍ଡଳୀ କୁହନ୍ତୁ। କୋଟି କୋଟିକି ଷଡ଼ପୁତ୍ର କରିଛି ବିନାଶ। ତାପରେ ସପ୍ତମ ଗର୍ଭ ସନ୍ତାନ ହୋଇଲା ଅଦୃଶ୍ୟ। ଆଶ୍ଚର୍ଯ୍ୟ। ଚାହିଁ ବସିଥିଲି ଦେବକୀର ଅଷ୍ଟମ ଗର୍ଭ ସନ୍ତାନ। ହେଲା କଣ ସେ ଅଷ୍ଟମ ଗର୍ଭ? ହଠାତ୍ ମଦ ଶୁଣି ସମ୍ବାଦ ଜଣେଇଲା। କି ସମ୍ବାଦ ହେଲା ମହାରାଜ? ମହାରାଜ ଦେବକୀର ଅଷ୍ଟମ ଗର୍ଭ ସନ୍ତାନ ଦେବକୀର ବୁକୁ ଚିରି ଆସିଅଛି ମର୍ତ୍ତ୍ୟମଣ୍ଡଳ। ଆଚ୍ଛା କି ସେ? ମଧୁଶୂରୀ ଠାରୁ ସମ୍ବାଦ ପାଇଲା ପରେ କାଳ ବିଳମ୍ବନ କରି ଛୁଟି ଗଲି କାରାକକ୍ଷ ମଧ୍ୟରେ। ତାପରେ ଭଳେ କୌଶଳେ ଦେବକୀ କୋଳରେ ନେଇ ଆସିଲି ଦେବକୀର ଅଷ୍ଟମ ଗର୍ଭ। ଆଶ୍ଚର୍ଯ୍ୟର କଥା। ତାପରେ ହେଲା କଣ ମହାରାଜ? ହେଲେ ଏ କି ଆଶ୍ଚର୍ଯ୍ୟ! ଅଷ୍ଟମ